ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ତ +2 ସେକେଣ୍ଡ ଇୟର +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ ଏବଂ କମର୍ସ ପିଲାମାନଙ୍କ ପାଇଁ ନେଇ ଆସିଛି କ'ଣ କି ତମର ଯେଉଁ ଏକ୍ଜାମରେ ବୋର୍ଡ଼ 2024 ବୋର୍ଡ଼ ଏକ୍ଜାମରେ ଯେଉଁ ପଡ଼ିବ କ'ଣ କି ନା 5 ମାର୍କ ପଡ଼ିବ ପଦ୍ୟାଂଶ। ବୁଝିହେଲା? ତ 5 ମାର୍କ ତମର ପଦ୍ୟାଂଶ ପଡ଼ିବ। ସେ ପଦ୍ୟାଂଶ ତମେ କେମିତି ଲେଖିବ ଏବଂ କେମିତି ଟାଇପ୍ର ପଡ଼ିବ ଆଜି ସବୁକିଛି ଆଲୋଚନା କରିବା। ଆନ୍ସର ସହ କେମିତି ତମେ ଆନ୍ସରକୁ ପଦ୍ୟାଂଶ ଏ ଅନୁଚ୍ଛେଦ ହିଁ ତମେ ଦେଖିକି ଲେଖିଦେବ। ପଦ୍ୟାଂଶ ତମେ କ'ଣ ଲେଖିବ କିଛି କହି ହେଉନି। ଦେଖ ପ୍ରଥମ କ୍ୱେଶ୍ଚିନ୍ ଦେଇଦିଅ, ତମେ ଭାବିବ ପ୍ରଥମ ଧାଡ଼ିରେ ପ୍ରଥମ କ୍ୱେଶ୍ଚିନ୍ ଦିଅ, ସେମିତି ଆସେ। ଆଇଦର ପ୍ରଥମ କ୍ୱେଶ୍ଚିନ୍ ଲାଷ୍ଟ ପାରାରେ ବି ଆସେ। ବୁଝିହେଲା ପିଲାମାନେ? ତ ସବୁ ଆଜି ଆଲୋଚନା କରିବା ପିଲାମାନେ। ଯାହାର ଡାଉଟ୍ ଥିବ ଡାଉଟ୍ କ୍ଲିୟର ହେଇଯିବ। ତ ଭିଡ଼ିଓଟି ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର ସମସ୍ତେ କରିଦେବ। ବୁଝିହେଲା? ତ ଆଉ ଗୋଟେ କଥା ହେଲା ପିଲାମାନେ, ଟେଲିଗ୍ରାମ ଗ୍ରୁପ୍ ତମର ଖୋଲା ହେଇଛି ନୂଆ। ତ ଯେଉଁମାନେ ଜଏନ୍ ହେବାକୁ ଚାହୁଁଛ ଡିସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେବି, ତ ତମମାନେ ଜଏନ୍ ହେଇଯିବ। লিঙ্ক ଅଛି ଡିସ୍କ୍ରିପ୍ସନରେ, ତମେ ଜଏନ୍ ହେଇଯିବ ଏବଂ ସବୁ ଭିଡ଼ିଓ ପ୍ରୋଭାଇଡ଼ କରାଯିବ ଏବଂ ସବୁ PDF ଏବଂ ନୋଟ୍ ପ୍ରୋଭାଇଡ଼ କରାହେବ ସେଥିରେ। ବୁଝିହେଲା ପିଲାମାନେ? ତ ଚାଲ ଆମେ ଷ୍ଟାର୍ଟ କରିବା। ଧୀରେ 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 ଆସ ମଳୟ ପବନ, ଧୀରେ ଧୀରେ ଆସ ମାନେ ପବନକୁ ସେ ଡାକୁଛି କ'ଣ ନା ଧୀରେ ଧୀରେ ଆସ, ଜୋର ଆସନି, ଧୀରେ ଧୀରେ ଆସ ମଳୟ ପବନ, ଧୀରେ ଧୀରେ ଆସ ବହି ମାନେ ବହିକି ଧୀରେ ଧୀରେ ଆସ। ପୁଲକିତ କର ଉତ୍କଳବାସୀଙ୍କି ଶୁଭ ସମାଚାର କହେ, ମାନେ ପୁଲକିତ ଆକର୍ଷିତ କର କ'ଣ ଉତ୍କଳ ଯେଉଁ ବାସୀ ଅଛନ୍ତି ତାକୁ କ'ଣ ଶୁଭ ସମାଚାର କହି। ସ୍ୱାଗତ କରୁଛୁ ଉପହାର ଘେନି ଆମ୍ବ ବଉଳର କଷି, ସ୍ୱାଗତ କରୁଛୁ ଉପହାର ମାନେ ସ୍ୱାଗତ କରୁଛୁ ଉପହାର ଦେଇ ଆମ୍ବ ବଉଳର କଷିକୁ। ଉଦାର ହୃଦୟ ଗ୍ରହଣ କରତା ମୃଦୁ ହିଲ୍ଲୋଳରେ ହସି, ସାଧୁ ସମୀପରେ ଉତ୍କର୍ଷ ଲଭଇ ବନ୍ଧୁ ଦତ୍ତ ଉପହାର। ତୁମ୍ଭକରେ ପଡ଼ି ନିଶ୍ଚୟ ନିଶ୍ଚୟ ଶ୍ରୀବୃଦ୍ଧି ହେବ ଏହାର, ଋଷିକୂଲ୍ୟା ଜଳେ ପୟର ପଖାରି ମହେନ୍ଦ୍ର ଆସନେ ବସ, ଚିତ୍ରୋତ୍ପଳା ଜଳେ ସ୍ନାନ କରି ପାନ କର ସ୍ୱର୍ଣ୍ଣରେଖା ରସ। ତ ପିଲାମାନେ ଆମେ ପଢ଼ିଦେଲେ, ତାପରେ ଆମେ ପ୍ରଶ୍ନକୁ ଯିବା। ପ୍ରଥମ କ୍ୱେଶ୍ଚିନ୍ ପିଲାମାନେ ଦେଖିବା କ'ଣ ଦେଇଛି। ମଳୟ ପବନ ଉତ୍କଳବାସୀଙ୍କ କ'ଣ କହି ପୁଲକିତ କହେ, କ'ଣ କହି ମଳୟ ଉତ୍କଳବାସୀଙ୍କୁ ପୁଲକିତ କରେ ପିଲାମାନେ? ଦେଖ ତମର ପ୍ରଥମ କ୍ୱେଶ୍ଚିନ୍ରେ ଥିଲା କ'ଣ ନା ଧୀରେ ଧୀରେ ଆସ ମଳୟ ପବନ, ଧୀରେ ଧୀରେ ଆସ ବହି ପୁଲକିତ କର ଉତ୍କଳବାସୀଙ୍କୁ କ'ଣ କହି ପିଲେ ନା ଶୁଭ ସମାଚାର କହି। ବୁଝିହେଲା? କ'ଣ ନା ଶୁଭ ସମାଚାର। କ'ଣ ଲେଖିବ ନା ମଳୟ ପବନ, କ'ଣ ଦେଇଛି କ୍ୱେଶ୍ଚିନ୍ ଦେଖିବା, ମଳୟ ପବନ ଉତ୍କଳବାସୀଙ୍କୁ କ'ଣ କହି ନା ଶୁଭ ସମାଚାର କହି ପୁଲକିତ କରିବ। ତ ପିଲାମାନେ ଦେଖିବା ଆମର ସେକେଣ୍ଡ କ୍ୱେଶ୍ଚିନ୍ କ'ଣ ଅଛି। ଉତ୍କଳବାସୀ ମଳୟକୁ କି ଉପହାର ଦେଇ ସ୍ୱାଗତ କରୁଛନ୍ତି, ଉତ୍କଳବାସୀ ମଳୟକୁ କି ଉପହାର ଦେଇ ପିଲେ ଆମେ ଏଇଟା ପଢ଼ୁଥିଲେ କି ଉପହାର ଦେଇ। ଦେଖ ସ୍ୱାଗତ କରୁଛୁ ଉପହାର ଘେନି ଆମ୍ବ ବଉଳର କଷି, ମାନେ କ'ଣ ନା ଆମ୍ବ ବଉଳର କଷି ଉପହାର ଦେଇ ସେ କ'ଣ ନା ମଳୟ ପବନକୁ ସ୍ୱାଗତ କରୁଛନ୍ତି। କ'ଣ ଉତ୍କଳବାସୀ ମଳୟକୁ ମାନେ ପବନ, କ'ଣ ଦେଖିବା ଆମେ ଲେଖିବା ନା ଲେଖ ଉତ୍କଳବାସୀ ମଳୟକୁ କି ଉପହାର ଦେଇ ନା ଆମ୍ବ ବଉଳର କଷି ଉପହାର ଦେଇ ସ୍ୱାଗତ କରୁଛନ୍ତି। ତ ପିଲାମାନେ ତମେ ଯେଉଁ 2024 ବୋର୍ଡ଼ ଏକ୍ଜାମ ତମେ ଯେଉଁମାନେ ଦେବ, ତ ତମମାନେ ଦେଖ ତମେ ଏମିତି କ୍ୱେଶ୍ଚିନ୍ ଲେଖିବ କି ତମ ଅନୁଚ୍ଛେଦ ଏବଂ ପଦ୍ୟାଂଶ ପଢ଼ିବାକୁ ତମେ ଟିକେ ଟାଇମ୍ ମିଳିବ ଏବଂ ଯେଉଁ ପଦ୍ୟ ପଢ଼ିବ ତମେ ପଢ଼ିବ ଏମିତି ଯେମିତି ବୁଝି ଧୀରେ ଧୀରେ ଆସ ମଳୟ ପବନ, ଧୀରେ ଧୀରେ ତମେ ନିଜେ ବୁଝିବ। ବୁଝିଲେ କ୍ୱେଶ୍ଚିନ୍ ଯାହା ଥିବ ମନେ ପଡ଼ିଯିବ, ହଁ ଏଇ ଆନ୍ସରଟା ବା ଏଇଠି କେଉଁଠି ପଢ଼ିଥିଲି, ସାଙ୍ଗେ ସାଙ୍ଗେ ଦେଖିଦେବ ମନେ ରହିଯିବ। ବୁଝିହେଲା? ଆଉ ତମମାନେ ଜଲ୍ଦି ଜଲ୍ଦି ପଢ଼ିବନି ଟୋଟାଲ୍ ଖାଲି ପ୍ରଶ୍ନ ଦେଖିବ ଆନ୍ସର କରିବ, ସେମିତି ହବ। ଆଗେ ମନ ଦେଇକି ପଢ଼ିବ, ତାପରେ ତମେ ଦେନ୍ କ୍ୱେଶ୍ଚିନ୍କୁ ଯିବ। ବୁଝିହେଲା? ଦେଖ ତୃତୀୟ କ୍ୱେଶ୍ଚିନ୍ କ'ଣ ଦେଇଛି। ମଳୟ ଉପହାରକୁ କିଭଳି ଗ୍ରହଣ କରିବ, ମଳୟ ଉପହାରକୁ କିଭଳି କ'ଣ ନା ଗ୍ରହଣ କରିବ ପିଲା। ଦେଖ ଦେଖ କ'ଣ ଦେଇଛି ଏଠି। ସ୍ୱାଗତ କରୁଛୁ ଉପହାର ଘେନି ଆମ୍ବ ବଉଳର କଷିଟା ଗଲା। ଉଦାର ହୃଦୟ ଗ୍ରହଣ କରତା ମୃଦୁ କ'ଣ ହିଲ୍ଲୋଳରେ ହସି, କ'ଣ ନା ଉଦାର ହୃଦୟ, କ'ଣ ଉଦାର ହୃଦୟରେ ସେ କ'ଣ ନା ଗ୍ରହଣ କରିବ କେମିତି ନା ମୃଦୁ ହିଲ୍ଲୋଷରେ ହସି ସେ ଗ୍ରହଣ କରିବ। ତମେ କେମିତି ଲେଖିବ ମଳୟ ଉପହାରକୁ ଉଦାର ହୃଦୟରେ ମୃଦୁ ହିଲ୍ଲୋଳର ହସ ସହିତ ଗ୍ରହଣ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ବନ୍ଧୁଦତ୍ତ ଉପହାରର
कौन घटियो बंधुदत्त उपहारर कौन घटिबो कौन घटिबो बोले देख ये देइथिबो हे देख देइछि साधु समीपरे उत्कर्ष लाभ होई बंधुदत्त उपहार कौन देला ना बंधुदत्त उपहार कौन ना उत्कर्ष लाभ सहित कौन ना श्रीबुद्धि घटिबो बुझे उत्कल लाभ सहित तुंभे कर पड़े निश्चय निश्चय श्रीबुद्धि हेबो एହାର कौन ना बंधुदत्त उपहार कौन उत्कर्ष सहित श्रीबुद्धि कौन ना घटिबो तापर देखिबा शेष क्वेश्चन पिला माने मलय केउठी स्नान सारी केउठारे रसपान करिबो केउठारे पिले देखिबा एठी केउठारे देइथिबो मलय हाँ देख कौन देइछि चित्रोत्पला जले स्नान करी पान कर स्वर्णरेखा रस माने कौन देला मलय जो जेला चित्रोत्पला जल स्नान करी कौन करिबो ना स्वर्णरेखा कौन ना रस पान करियो स्वर्णरेखा से रस चित्रोत्पला कौन करिवो ना जल रे स्नान करी स्वर्णरेखा रस पान कर स्वर्णरेखा रस पान कर चित्रोत्पल कौन ना जल स्नान कर बुझेला पिला माने बहुत गुरुत्वपूर्ण क्वेश्चन जो पद्यांशटा थिला केमती सब क्वेश्चन पड़छि जानि परछ आंसर केमती लेखा हबी तो मु कहि देली पिला माने तो एटा थिला 5 मार्क रो तुम बोर्ड एग्जाम रे पढ़ियो बुझेला पिला माने वीडियो टी भल लागितले लाइक शेयर सब्सक्राइब कर दो पिला माने रहउची धन्यवाद।